ବିଲେଇ ନାଁରେ ଦୁଇଟି ବିଲେଇ ଥିଲେ ହେଲା। ଦୁଇଟା ବିଲେଇ ଥିଲେ, ଗୋଟେର ନାଁ ହଉଛି ଓଲେଇ, ଗୋଟେର ନାଁ ହଉଛି ଦୁଲେଇ ହେଲା। ଦିନେ ଦୁହେଁ ମାଲିକଙ୍କ ଘରକୁ ଉଠାଇ ନେଲେ। ଦିନେ ଦୁହେଁ ମାଲିକ ଘରୁ ଗୋଟେ ପିଠାକୁ ଉଠେଇକି ନେଇଗଲେ, ଚୋରି କରିକି ନେଇଗଲେ ଫିରିକି ଆସି ହେଲା। ଦୁହେଁ ପିଠାକୁ ନେଇ ଗୋଟିଏ ଗଛ ମୂଳେ ପହଞ୍ଚିଲେ। ସେ ପିଠାଟାକୁ ଧରିକି ଦି ଜଣ ଯାକ ଗୋଟେ ଗଛ ମୂଳେ ପହଞ୍ଚିଲେ ହେଲା। ହେଲେ ଖାଇବେ କେମିତି? ପିଠା ଗୋଟିଏ, ଦିଟା ବିଲେଇ, ସେମାନେ ଖାଇବେ କେମିତି? ଓଲେଇ କହିଲା ମୁଁ ବଡ଼ ଖଣ୍ଡ ଖାଇବି, ବଡ଼ ଖଣ୍ଡ ନେବି। ଦୁଲେଇ କହିଲା ମୁଁ ବଡ଼ ଖଣ୍ଡ ନେବି। ଓଲେଇ କହିଲା ମୁଁ ବଡ଼ ଖଣ୍ଡ ନେବି, ଦୁଲେଇ କହୁଛି ମୁଁ ବି ବଡ଼ ଖଣ୍ଡ ନେବି ହେଲା। ଭାଗ କେମିତି କରିବେ? ଭାଳେଣି ପଡ଼ିଲା। ସେମାନେ ଭାଗ କେମିତି କରିବେ ବୋଲି ସେମାନେ ଚିନ୍ତା କଲେ, କେମିତି ଆମେ ଭାଗ କରିବୁ ଗୋଟିଏ ପିଠା। ଗଛ ମାଙ୍କଡ଼ ବିଲେଇ କଳି ଦେଖୁଥିଲା। ଗଛ ଉପରେ ମାଙ୍କଡ଼ ବସି ବିଲେଇ ମାନଙ୍କର କଥାବାର୍ତ୍ତା ସେ ଯୋଉ କଳି ହଉଛନ୍ତି, ମୁଁ ଗୋଟେ ବଡ଼ ଖାଇବି, ସେ କହୁଛି ମୁଁ ବଡ଼ ଖାଇବି। ମାଙ୍କଡ଼ ବସିକି ବଡ଼ ଖଣ୍ଡ ନେବି, ସେ କହୁଛି ଶୁଣ ମୁଁ ବଡ଼ ଖଣ୍ଡ ନେବି, ସେ କହୁଛି ମୁଁ ବଡ଼ ଖଣ୍ଡଟେ ନେବି ହେଲା। ଦି ଜଣ ମଧ୍ୟରେ ଝଗଡ଼ା ହଉଛି। ମାଙ୍କଡ଼ ଗଛ ଉପରେ ବସିକି ଦେଖୁଛି ହେଲା କେମିତି ପିଠାକୁ ଖାଇବ। ସିଏ ତାର ଲାଭ ବାହାରିଲାଣି ପିଠା ଦେଖିକି, ସିଏ କେମିତି ପିଠା ଖଣ୍ଡ ବିଲେଇ ମାନଙ୍କଠୁ ଛଡ଼େଇକି ସିଏ ଖାଇବ ହେଲା। ମାଙ୍କଡ଼ ଡାଳରୁ ଓହ୍ଲେଇ ଆସିଲା। ବିଲେଇ ଦୁହିଁକୁ କହିଲା ତୁମେ ଦୁହେଁ ମୋ ପାଖକୁ ନିକିତିଟିଏ ନେଇ ଆସ। ନିକିତି ଦେଖିଛ? ଦୋକାନ ମାନଙ୍କରେ ଓଜନ କରନ୍ତି, ଦୋକାନ ମାନଙ୍କରେ ଯୋଉ ଓଜନ କରନ୍ତି କି ନାହିଁ, ତମକୁ ସଉଦା ଆଣିବାକୁ ଯାଉଛ, ଚିନି ଚାଉଳ ଆଣିବାକୁ ଯାଉଛ, ଓଜନ କରିକି ଦିଅନ୍ତି, ତାକୁ ନିକିତି କହନ୍ତି ହେଲା। ସେଇଟା ଗୋଟେ ଧରିକି ଆସ, ମୁଁ ଓଜନ କରିକି ସମାନ ଭାବରେ ତମ ଦି ଜଣ। ବିଲେଇ ନିକିତି ଆଣିଲା, ମାଙ୍କଡ଼କୁ ଦେଲା। ମାଙ୍କଡ଼ ପିଠାକୁ ଦୁଇ ଖଣ୍ଡ କରିଦେଲା, ଦି ପଟେ ଗୋଟେ ଗୋଟେ ରଖିଦେଲା ହେଲା। ଦି ପଟ ନିକିତିରେ ଗୋଟେ ଗୋଟେ ରଖିଲା। ଗୋଟିଏ ପଟେ ବଡ଼ ଖଣ୍ଡ ପିଠା ରହିବାରୁ ଓଜନିଆ ହେଇଗଲା, ବଡ଼ ରହିଲେ ଓଜନ ହେଇଗଲା, ତଳକୁ ପଳେଇଲା। ହଁ ଦେବି ପିଠା, ତଳକୁ ଆସିଲା। ମାଙ୍କଡ଼ ଚଟକିନା କଣ କଲା? ବସ ଶୁଣ, ମାଙ୍କଡ଼ ଯୋଉ ପଟେ ବଡ଼ ଖଣ୍ଡ ହେଇଗଲା, ଓଜନିଆ ହେଇଗଲା, ସେ କଣ କଲା? ଏ ଖଣ୍ଡେ ଖାଇଦେଲା, ସେ ପୁଣି ଖଣ୍ଡେ ଖାଇଦେଲା। ଏହିପରି ଖାଉ ଖାଉ ସବୁତକ ପିଠା ଖାଇଦେଲା। ଗଛ ଉପରକୁ ଚଢିଗଲା। ଓଲେଇ ବିଲେଇ କାନ ମୁଣ୍ଡା ଆଉଁସି ମନ ଦୁଃଖରେ ଘରକୁ ଫେରିଲେ ହେଲା। ସବୁତକ ମାଙ୍କଡ଼ ଧୀରେ ଧୀରେ ବଡ଼ ଖଣ୍ଡ ହେଇଯାଉଛି କହିକି ଖାଇଦେଲା ଟିକେ ଟିକେ। ଆଉ ସବୁ ପିଠା ମାଙ୍କଡ଼ ଖାଇଦେଇକି ଫିରିକି ଗଛ ଉପରକୁ ଚଢିଗଲା। ଆଉ ଓଲେଇ ଆଉ ଦୁଲେଇ ଯୋଉ ବିଲେଇ ଦୁଇ ଜଣ କିଛି ମଧ୍ୟ ପିଠା ପାଇଲେ।